ଜୟ ଯୀଶୁ। ପ୍ରଭୁ ଯୀଶୁ କୃଷ୍ଣଙ୍କଠାରେ ମୋର ଅତି ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତେ କେମିତି ଅଛନ୍ତି? ଭଲରେ ରହନ୍ତୁ। ଆସନ୍ତୁ ଆମେମାନେ ଶୁଣିବା ମାର୍କୋଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 12ରୁ। ଗଲିଲିରେ ଯୀଶୁଙ୍କ ପ୍ରଚାର କାର୍ଯ୍ୟ ଆରମ୍ଭ। ଜହନଙ୍କ ବନ୍ଦୀ ହେବା ଖବର ଶୁଣି ଯୀଶୁ ଗଲିଲିକୁ ଫେରିଗଲେ। ସେ ନାଜରତରୁ ବାହାରି ଯାଇ ଜେବୁଲ ଆଉ ନଫ୍ତାଲି ଅଞ୍ଚଳର ସମୁଦ୍ର ଉପକୂଳବର୍ତ୍ତୀ କଫରନାଉମରେ ବାସ କଲେ। ଏହିଭଳି ଭାବରେ ପ୍ରବକ୍ତା ଯିଶାୟଙ୍କ ଦ୍ୱାରା କଥିତ ବାଣୀ ସଫଳ ହେଲା। ଜର୍ଦାନ ନଦୀର ଅପର ପାର୍ଶ୍ୱରେ ଥିବା ସମୁଦ୍ର ନିକଟବର୍ତ୍ତୀ ଜେବୁଲୁନ ଦେଶ, ନଫ୍ତାଲି ତଥା ବିଜାତୀୟମାନଙ୍କ ଗଲିଲି ଦେଶ, ଯେଉଁ ଲୋକମାନେ ଅନ୍ଧକାରରେ ବାସ କରୁଥିଲେ ସେମାନେ ଏକ ମହାନ ଜ୍ୟୋତି ଦେଖୁଅଛନ୍ତି ଏବଂ ମୃତ୍ୟୁଛାୟା ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ନିମନ୍ତେ ଏକ ଜ୍ୟୋତି ଉଭୟ ହୋଇଛି। ସେହି ସମୟରେ ଯୀଶୁ ଘୋଷଣା କରି କହିବାକୁ ଲାଗିଲେ, ଅନୁତାପ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ଦେଖନ୍ତୁ ମୋର ଭାଇ ଓ ଭଉଣୀମାନେ, ବାଇବଲର ନୂତନ ନିୟମ ଆରମ୍ଭରୁ ଗୋଟିଏ ବିଷୟବସ୍ତୁର ଆକା ଆରମ୍ଭ ହେଉଛି। ସଦାପ୍ରଭୁ ଈଶ୍ୱର ପୁତ୍ର ନିଜେ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ, ପାପରୁ ଉଦ୍ଧାର କରିବା ପାଇଁ ଆସିଲେ ଆଉ ସେହି ପରିତ୍ରାଣ ନିଜ ପାଇଁ ଆମେ ଗ୍ରହଣ କରିବାକୁ ହେଲେ ଅନୁତାପ କରିବା ଦରକାର। ଆମେ ସମସ୍ତେ ଦୁର୍ବଳ, ବଳହୀନ, ପାପୀ ମନୁଷ୍ୟ। କେବେ ହେଲେ ଆମେ ଭାବିବାର ନାହିଁ ଯେ ମୋ ପାଇଁ ପରିତ୍ରାଣ ଦରକାର ନାହିଁ, ମୋ ପାଇଁ ସବୁ ଠିକ୍ ଅଛି, ପରିତ୍ରାଣ ନିଜ ବଳରେ ନିଜ ଶକ୍ତିରେ ମୁଁ କରିପାରିବି, ଜମା ନାହିଁ। ସେଟା ରଙ୍ଗ ନମ୍ବର, ଭୁଲ ଧାରଣା। ତେଣୁ ଯେଉଁ ସଦାପ୍ରଭୁ, ଯେଉଁ ପ୍ରବକ୍ତା ଯୀଶୁଙ୍କ ପରିଚୟ ଦେବାକୁ ଆସିଲେ, ସେ ତାଙ୍କର ପ୍ରଚାର କାର୍ଯ୍ୟ କେମିତି ଆରମ୍ଭ କଲେ? ମାର୍କୋଙ୍କ ସୁସମାଚାର ଅଧ୍ୟାୟ 3 ପଦ ସଂଖ୍ୟା 1ରୁ। ସେହି ସମୟରେ ଦୀକ୍ଷାଗୁରୁ ଜହନ ଆସି ଜୁଦେୟାର ମରୁପ୍ରାନ୍ତରେ ଏହା ପ୍ରଚାର କଲେ, ଅନୁତାପ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଅନୁତାପ କର। ଆଉ ଯୀଶୁ ନିଜେ ତାଙ୍କର ପ୍ରଚାର କାର୍ଯ୍ୟରେ ବର୍ତ୍ତମାନ ଆମେ ଶୁଣିଲୁ ମାର୍କୋଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 17ରେ। ସେହି ସମୟରେ ଯୀଶୁ ଘୋଷଣା କରି କହିବାକୁ ଲାଗିଲେ, ଅନୁତାପ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ଏହା ପ୍ରଚାର କଲାବେଳେ ସେମାନଙ୍କ ଜୀବନୀରେ କ'ଣ ହେଲା? ବାକ୍ୟ 23, ମାର୍କୋ 4:23। ଯୀଶୁ ସମଗ୍ର ଗଲିଲିରେ ଭ୍ରମଣ କରି ସମାଜ ଗୃହମାନଙ୍କରେ ଶିକ୍ଷା ଦେଲେ, ସ୍ୱର୍ଗରାଜ୍ୟ ସମ୍ବନ୍ଧୀୟ ସୁସମାଚାର ପ୍ରଚାର କଲେ ଏବଂ ଲୋକମାନଙ୍କର ସକଳ ରୋଗ ବ୍ୟାଧି ସୁସ୍ଥ କଲେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ବାକ୍ୟ ପ୍ରଚାର କଲେ ଆଉ ଲୋକମାନଙ୍କର ସକଳ ରୋଗ ବ୍ୟାଧି ସୁସ୍ଥ କଲେ। ଆମ ମଝିରେ ବହୁତ ଲୋକମାନଙ୍କର ଅସୁସ୍ଥତା ଅଛି। ଯୀଶୁଙ୍କ ପ୍ରକାଶନ ଜୀବନରେ ସ୍ପଷ୍ଟ ଭାବରେ ଆମ୍ଭମାନଙ୍କୁ ଦେଖିବାକୁ ପାଇବ ଗୋଟେ ବିଷୟ, ସେ ଅନେକ ରୋଗୀମାନଙ୍କୁ ସୁସ୍ଥ କଲେ। କେମିତି ସେ ଏହି ସୁସ୍ଥତା ଆଣିଲେ? ବାକ୍ୟ ପ୍ରଚାର କରି। ମାର୍କୋଙ୍କ ସୁସମାଚାର ଅଧ୍ୟାୟ 8 ପଦ ସଂଖ୍ୟା 16। ସେହି ସନ୍ଧ୍ୟାରେ ଲୋକମାନେ ଯୀଶୁଙ୍କ ନିକଟକୁ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ଆଣିଲେ। ସେ ପଦେ କଥାରେ ଭୂତମାନଙ୍କୁ ବିତାଡ଼ନ କଲେ ଓ ରୋଗୀମାନଙ୍କୁ ସୁସ୍ଥ କଲେ। ବାକ୍ୟ ପ୍ରଚାର କଲେ, ସୁସ୍ଥତା ସେମାନେ ଲାଭ କଲେ। ଏ ସମାନ ବିଷୟ ହିଁ ମାର୍କୋଙ୍କ ସୁସମାଚାରରେ ଆମେ ଶୁଣିଲୁ। ମାର୍କୋ 8:8। ମାର୍କୋ ସତ ସେନାପତି ତାକୁ କହିଲା, ପ୍ରଭୁ ଆପଣ ଯେ ମୋ ଘରେ ପ୍ରବେଶ କରିବେ, ମୁଁ ଏହାର ଯୋଗ୍ୟ ନୁହେଁ।
ଆପଣ କେବଳ ପଦେ ମାତ୍ର କୁହନ୍ତୁ ଏବଂ ମୋର ଦାସ ସୁସ୍ଥ ହେବ। କେବେ କେତେବେଳେ କହିଲେ ବୋଲି ଆମେ ଜାଣୁଛୁ। ମାର୍ଥିଙ୍କ ସମାଚାର ଅଧ୍ୟାୟ 8 ପଦ ସଂଖ୍ୟା 5 ଆମେ ଶୁଣିବା। ତତ୍ପରେ ସେ କଫରନହମରେ ପ୍ରବେଶ କରନ୍ତେ ଜଣେ ରୋମିଓ ଶତ୍ରୁ ସେନାପତି ତାହାଙ୍କ ନିକଟକୁ ଆସି ମିନତି କରି କହିଲା, ପ୍ରଭୁ, ମୋର ଜଣେ ଭୃତ୍ୟ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଘରେ ପଡ଼ି ରହୁଛି ଏବଂ ଘୋର ଯନ୍ତ୍ରଣା ଭୋଗ କରୁଛି। ଯୀଶୁ ତାକୁ କହିଲେ, ମୁଁ ଯାଇ ତାକୁ ସୁସ୍ଥ କରିବି। ଶତ୍ରୁ ସେନାପତି ତାକୁ କହିଲା, ପ୍ରଭୁ, ଆପଣ ଯେ ମୋ ଘରେ ପ୍ରବେଶ କରିବେ ମୁଁ ଏହାର ଯୋଗ୍ୟ ନୁହେଁ। ଆପଣ କେବଳ ପଦେ ମାତ୍ର କହନ୍ତୁ ଏବଂ ମୋର ଦାସ ସୁସ୍ଥ ହେବ। ୟେସ୍, ଯୀଶୁଙ୍କର ପଦେ, ଯୀଶୁଙ୍କର ପଦ, ତାଙ୍କର ବାକ୍ୟ, ଏହା ମାଧ୍ୟମରେ ହିଁ ଯୀଶୁ ରୋଗୀମାନଙ୍କୁ ସୁସ୍ଥ କଲେ। ସେ ସମାନ ବାକ୍ୟ ହିଁ ଆଜି ବାଇବଲରେ ଆମ୍ଭମାନଙ୍କ ପାଇଁ ପ୍ରଭୁଙ୍କର ବାକ୍ୟ, ସୃଷ୍ଟିକର୍ତ୍ତାଙ୍କର ବାକ୍ୟ ଅଛି। ସାମ ସଂଗୀତ 107 ପଦ ସଂଖ୍ୟା 20, ସେ ଆପଣ ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ହେଲେ ଯୀଶୁ ବାକ୍ୟ ପ୍ରଚାର କରି ରୋଗୀମାନଙ୍କୁ ସୁସ୍ଥ କରୁଛନ୍ତି। ମାର୍ଥିଙ୍କ ସମାଚାର ଅଧ୍ୟାୟ 8 ପଦ ସଂଖ୍ୟା 8 ଆମେ ଶୁଣିଲୁ, ପ୍ରଭୁ ପଦେ ମାତ୍ର କୁହନ୍ତୁ ମୋର ଦାସ ସୁସ୍ଥ ହେବ। ପ୍ରଭୁ ପଦେ ମାତ୍ର କହନ୍ତୁ ମୁଁ ସୁସ୍ଥ ହେବି। ମାନେ ମୋର ଭାଇ ଓ ଭଉଣୀମାନେ, ଆମର ରୋଗଣ ଅବସ୍ଥା ଗୁଡ଼ିକର ଶରୀରରେ ହେଉ, ମନରେ ହେଉ, ଆତ୍ମାରେ ହେଉ, ସେ ରୋଗଣ ଅବସ୍ଥାରେ ଆମେ ରହିବା ଦରକାର ନାହିଁ। ଯେଉଁ ସଦା ପ୍ରଭୁ ତାଙ୍କର ବାକ୍ୟ ମାଧ୍ୟମରେ ଅନେକ ରୋଗୀମାନଙ୍କୁ ପ୍ରାୟ 2000 ବର୍ଷ ପୂର୍ବେ ସୁସ୍ଥ କଲେ, ସେହି ସମାନ ବାକ୍ୟ ଗୁଡ଼ିକ ହିଁ ଆଜି ଆମ ହାତରେ ସଦାପ୍ରଭୁ ଦେଇଅଛନ୍ତି। ବାଇବଲର ପ୍ରତ୍ୟେକ ବାକ୍ୟ ଗୁଡ଼ିକ, ଏହି ବାକ୍ୟ ଗୁଡ଼ିକ ପ୍ରଭୁଙ୍କର ବାକ୍ୟ, ମନୁଷ୍ୟର ବାକ୍ୟ ନୁହେଁ। ଆମ୍ଭମାନଙ୍କୁ ସୁସ୍ଥତା ପ୍ରଦାନ କରିବା ପାଇଁ ଏ ବାକ୍ୟ ଗୁଡ଼ିକର କ୍ଷମତା ଅଛି, କାହିଁକି ଏହା ହେଉଛି ପ୍ରଭୁଙ୍କର ବାକ୍ୟ। ମାନେ ଯେଉଁମାନେ ବାକ୍ୟ ପଢ଼ିବା ପାଇଁ, ବାକ୍ୟରେ ବିଶ୍ୱାସ କରିବା ପାଇଁ ପ୍ରସ୍ତୁତ, ସେମାନେ ଆଉ ସେମାନଙ୍କର ରୋଗରେ ରହିବା ଦରକାର ନାହିଁ। ପ୍ରଭୁ କହନ୍ତି ଅନୁତାପ କର, ଫେରିଆସ, ଅନୁତାପ କର। ଆମେ ଯେଉଁ ଅବସ୍ଥାରେ ଅଛୁ ସେ ଅବସ୍ଥାରେ, ସେ ଦୁଃଖରେ, ସେ ଅଭାବରେ ଆମେ ରହିବା ଦରକାର ନାହିଁ। ପ୍ରଭୁଙ୍କ ନିକଟକୁ ଆମେ ଫେରିଆସିବା, ବାକ୍ୟ ପାଇଁ ଆମେ ଗୁରୁତ୍ୱ ଦେବା, ପ୍ରଭୁ ଆଣିଥିବା ସେହି ସୁସ୍ଥତା ଆମେ ଲାଭ କରିବା। ଏହା ହିଁ ସଦା ପ୍ରଭୁଙ୍କର ଇଚ୍ଛା। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟ ଧନ୍ୟ ପ୍ରଭୁ ପରମେଶ୍ୱର, ତୁମର ଦୟା ସ୍ନେହ ପ୍ରେମ ମମତା ପାଇଁ ଧନ୍ୟବାଦ ଯୀଶୁ। ଆମେ ଭିତରେ ଥିବା ସକଳ ରୋଗୀମାନଙ୍କ ସଙ୍ଗେ ଆମେ ପ୍ରାର୍ଥନା କରୁଛୁ। ପ୍ରଭୁ ଆମେ ପ୍ରତ୍ୟେକ ଜଣକୁ ଆଶୀର୍ବାଦ କରନ୍ତୁ, ଯେମିତି ଆମେ ତୁମ ନିକଟକୁ ଆମେ ଫେରି ଆସିବୁ, ତୁମଠାରେ ଆମେ ଆଶା ଭରସା ଆମେ ରଖିବୁ, ନୂଆ ଗୋଟିଏ ଜୀବନୀ ଆମେ ପାଇବୁ। କରୁଣାମୟ ପ୍ରଭୁ ପରମେଶ୍ୱର, ବର୍ତ୍ତମାନ ପ୍ରାର୍ଥନାରେ ଥିବା ପ୍ରତ୍ୟେକ ଜଣଙ୍କୁ ତୁମ ନିକଟକୁ ଫେରି ଆସିବା ପାଇଁ ଅନୁଗ୍ରହ ଆଶୀର୍ବାଦ ଦିଅନ୍ତୁ। ଆମ ଭିତରେ ପ୍ରଭୁ ଥିବା ରୋଗୀମାନଙ୍କୁ ବିଶେଷ କରି ସୁସ୍ଥତା ପ୍ରଦାନ କର। ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।